ଜଙ୍ଗଲରେ ସିଂହ ରାଜା କେତେ ଦିନ ହେଲା ଅସୁସ୍ଥ ଥାଆନ୍ତି ଆଉ ତାଙ୍କୁ ଡକ୍ଟର କେତେ ଦିନ ଯାଏ ମନା କରିଥିଲା ଯେ ସେ ତାଙ୍କ ଗୁମ୍ଫାରୁ ବାହାରିବେନି ଜମା। ଆରେ କି ବୋରିଂ ଜୀବନ ମୋର। ଯେଉଁ ଦିନଠୁ ମୁଁ ଅସୁସ୍ଥ ହେଇଛି ଏଇ ଗୁମ୍ଫା ଭିତରେ ପଡ଼ିକି ଅଛି। ଜାଣି ଜଙ୍ଗଲ ଭିତରେ ଏବେ କ'ଣ ଚାଲିଥିବ। ଆଉ ଏଇ ଜଙ୍ଗଲରେ ଗୋଟିଏ ବୋକା ଗଧ ରହୁଥିଲା। ଆଉ ସେଇ ଗଧ ସବୁ କଥା ଭୁଲି ଯାଉଥିଲା। ତା ସାଙ୍ଗରେ 10 ମିନିଟ୍ ପୂର୍ବରୁ କି 20 ମିନିଟ୍ ପୂର୍ବରୁ କ'ଣ ଘଟଣା ହେଇଛି ସେ କଥା ବି ସେ ଭୁଲି ଯାଉଥିଲା। ଆରେ ଭାଇ ମୁଁ ପୁଣି ଭୁଲିଗଲି। ମୁଁ କୁଆଡ଼େ ଯିବାକୁ ବାହାରିଥିଲି ଘରୁ। ଏଇ ରାସ୍ତାଟି କିଛି ଦେଖିଲା ଦେଖିଲା ଲାଗୁଛି। ଯାଉଛି ଏଇ ରାସ୍ତାରେ ଯିବି। ଗଧଟି ଏମିତି ବୁଲୁ ବୁଲୁ ତାକୁ ସିଂହର ଗୁମ୍ଫା ଦେଖାଗଲା। ଆରେ ମୁଁ ଘରକୁ ଯିବାକୁ ବାହାରିଥିଲି। ଭଲ ହେଲା ବୁଲୁ ବୁଲୁ ମୋ ଘର ବାଟରେ ପଡ଼ିଗଲା। ଯାଉଛି ମୋ ଘର ଭିତରକୁ ଯିବି। ଏଇ କଥା କହି ଗଧ ଗୁମ୍ଫା ଭିତରକୁ ଚାଲିଗଲା। ଆଉ ସେ ଗୁମ୍ଫା ଭିତରେ ପଶି ଦେଖିଲା ଯେ ସିଂହ ତା ଗୁମ୍ଫାରେ ଆରାମରେ ଶୋଇଛି। ଆରେ ଭାଇ ପୁଣି କାହା ଘରକୁ ଆସିଗଲି। କ'ଣ କରିବି ମୋ ଏ ଭୁଲିବା ରୋଗକୁ। ଏଇ ଭୁଲିବା ରୋଗ ମୋତେ କେଉଁଦିନ ଗୋଟେ ବଡ଼ ହଇରାଣରେ ପକେଇବ। ବିଚରାଟା କେତେ ଆରାମରେ ଶୋଇଛି। ଆଉ ତାକୁ ସେତିକି ବେଳେ ଗୋଟିଏ ସୁନାର ଚକ୍ ଚକ୍ ମୁକୁଟ ଦେଖାଗଲା। ଆରେ ଏଇଟା କ'ଣ ଲାଗୁଛି ଗୋଟିଏ ମୁଣ୍ଡରେ ଲଗାଇବା ଜିନିଷ। ଦେଖ ଏଇ ସିଂହଟି କେମିତି ଏ ମୁକୁଟକୁ ଫୋପାଡ଼ି ଦେଇଛି। ଆର ଟିକେ ଇଜ୍ଜତ ବି କରୁନି। ଯାଉଛି ମୁଁ ଏ ମୁକୁଟଟିକୁ ଲଗେଇକି ଜଙ୍ଗଲରେ ବୁଲିବି। ଏହି କଥା କହି ଗଧ ସେଇ ମୁକୁଟଟିକୁ ମୁଣ୍ଡରେ ଲଗାଇ ଜଙ୍ଗଲରେ ବହୁତ ଆରାମରେ ବୁଲିଲା। ଆଉ ତାକୁ ଦେଖିକି ସବୁ ଜୀବଜନ୍ତୁ ଆବା କାବା ହୋଇଗଲେ। ଆରେ ଭାଇ ଏବେ ମୁଁ କ'ଣ କରିବି। ଏ ଗଧଟି ଏମିତି ମୁକୁଟଟି ଲଗେଇ ବୁଲୁଛି ଯେମିତି ଏ ମୁକୁଟଟି ଆର। କାହିଁ ଏମିତି ନୁହଁଟି ସିଂହ ମହାରାଜ ଆକୁ ରାଜା ବନେଇ ଦେଇଛନ୍ତି। ଏହା ହେଲେ ତ ଜଙ୍ଗଲର ପୁରାପୁରି ସତ୍ୟାନାଶ ହେଇଯିବ। ନାଇଁ ନାଇଁ ଏହା ଜମା ସମ୍ଭବ ନୁହେଁ। ଗୋଟିଏ ଭୁଲି ଯାଉଥିବା ଗଧ ପୁଣି ଜଙ୍ଗଲର ରାଜା। ନାଇଁ ନାଇଁ ଏଇଟା ଜମା ସମ୍ଭବ ହେଇପାରିବନି। ହ୍ୟାଲୋ ଆମେ ଜଙ୍ଗଲର ମହାରାଜାଙ୍କ ସାଙ୍ଗରେ କଥାବାର୍ତ୍ତା କରିବା। ଏଇଟା ତ ଜମା ସମ୍ଭବ ହେଇପାରିବନି। ଏମିତି ବୁଲୁ ବୁଲୁ ଗଧ ଯାଇ ଯାଇ ବିଲୁଆ ପାଖରେ ପହଞ୍ଚିଲା। ଆଉ ବିଲୁଆ ଗଧଟିକୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲା। ଆଉ ପଚାରିଲା, ଆରେ ଗଧ ତତେ ଏ ମୁକୁଟଟି କେମିତି ମିଳିଲା? ତତେ ଜଣା ଅଛି ତୁ କାହା ମୁକୁଟ ପିନ୍ଧିଛୁ? ମୁକୁଟ? କୋଉ ମୁକୁଟ? କିଏ ପିନ୍ଧିଛି? ମତେ ବି ଟିକେ କୁହ। ଆରେ ଭୁଲକ୍କଡ଼, ଏ ମୁକୁଟଟି ଯୋଉ ପିନ୍ଧିଛୁ ଏ ମୁକୁଟଟି ତତେ କୋଉଠି ମିଳିଲା? ଆଚ୍ଛା ଆଚ୍ଛା ଏଇ ମୁକୁଟଟି କେଜାଣି କୋଉଠୁ ମତେ ମିଳିଲା ଏ କଥା ହିଁ ମୁଁ ଭୁଲି ଯାଇଛି। କୋଉଠି ମିଳିଥିଲା ମତେ ମୁକୁଟଟା? ତାପରେ ବିଲୁଆ ମୁଣ୍ଡରେ ଗୋଟେ ଶୈତାନୀ ବୁଦ୍ଧି ଆସିଲା। ଏଇ ଗଧଟି ସବୁ କଥା ଭୁଲି ଯାଉଛି। ମୁଁ ଆର ଆଜିଠୁ ଫାଇଦା ଉଠାଇବି। ଏଇ ମୁକୁଟ ସାହାଯ୍ୟରେ ମୁଁ ସବୁ ଜୀବଜନ୍ତୁଙ୍କୁ ବୋକା ବନେଇବି। ମୋର ସବୁ କାମ ଏଇ ଜୀବଜନ୍ତୁଙ୍କ ଦ୍ୱାରା କରେଇବି। ଗଧ ମହାରାଜାଙ୍କର ଜୟ, ଗଧ ମହାରାଜାଙ୍କର ଜୟ। ତମେ ଆମର ମହାରାଜ, ତମର କଣ ଏକଥା ବି ମନେ ନାହିଁ? ଆପଣ କେତେ ଭୁଲକ୍କଡ଼। ଆଚ୍ଛା ତାହେଲେ ମୁଁ ଏ ଜଙ୍ଗଲର ରାଜା। ମହାରାଜ ମୁଁ ଆପଣଙ୍କର ମହାମନ୍ତ୍ରୀ, ଆପଣଙ୍କର କଣ ଏକଥା ବି ମନେ ନାହିଁ? ହଉ ଆପଣ ଯାଆନ୍ତୁ ଆଉ ଆରାମ କରନ୍ତୁ। ଇଆଡେ ସିଆଡେ ଜମା ବୁଲନ୍ତୁନି। ମହାରାଜ ଏମିତି କାମ କରନ୍ତିନି ଇଆଡେ ସିଆଡେ ବୁଲିକି। ଆଉ ବିଲୁଆ ଏଇ ମୌକାର ଫାଇଦା ଉଠେଇକି ଜଙ୍ଗଲରେ ଗୋଟିଏ ସଭା ଡାକିଦେଲା। ସବୁ ପଶୁପକ୍ଷୀ ମାନେ ଧ୍ୟାନରେ ଶୁଣିଦିଅ। ମହାରାଜ ଏବେ ନୂଆ ରାଜା ଗଧକୁ କରିଛନ୍ତି। ମୁଁ ଜାଣିଛି କି ଗଧଟି ସବୁ କଥା ଭୁଲିଯାଏ, ସେଥିପାଇଁ ମତେ ତାଙ୍କର ମହାମନ୍ତ୍ରୀ କରିଛନ୍ତି, ଯିଏକି ତାଙ୍କୁ ସବୁ କଥା କହିବ। ନାଇଁ ନାଇଁ ଆମେ ଯାଇକି ମହାରାଜଙ୍କ ସାଙ୍ଗରେ କଥାବାର୍ତ୍ତା ହବୁ। ଏମିତି କେମିତି ହବ? ଜଙ୍ଗଲଟା କ'ଣ ମଜାକ ହେଇଛି କି? ଆଜି ଗଧ ରାଜା, କାଲି ଭାଲୁ ରାଜା, କାଲି ମାଙ୍କଡ ରାଜା, ଏମିତି କେମିତି ହବ? ଏମିତି ଜମା କରିବନି। ମୁଁ ଏଇ କଥା ନେଇ ମହାରାଜଙ୍କ ପାଖକୁ ଯାଇଥିଲି, ଆଉ ମହାରାଜ ମୋ ଉପରେ ଜୋର ଜୋର ରାଗିଗଲେ। କହିଛନ୍ତି କିଏ ତାଙ୍କର ଏଇ ଫଇସଲା ବିରୁଦ୍ଧରେ ନ ଯିବାକୁ। ଯିଏ ତାଙ୍କ ବିରୁଦ୍ଧରେ ଯିବ ତାକୁ କଡ଼ା ସଜା ଦିଆହବ। ଆଉ ବିଲୁଆର କଥା ଶୁଣି ସବୁ ଜୀବଜନ୍ତୁ ଆବା କାବା ହୋଇଗଲେ। ତାପରେ ସବୁ ଜୀବଜନ୍ତୁ ବିଲୁଆ କଥାରେ ରାଜି ହୋଇଗଲେ କିଛି ଉପାୟ ନ ପାଇ। ମହାରାଜ ଆଜିଠୁ ଏ ଜଙ୍ଗଲରେ ନୂଆ ନିୟମ ଲାଗୁ କରାଯାଉ। ଆଉ ଏଇ ସବୁ ନୂଆ ନିୟମ ଆପଣଙ୍କ ଦ୍ୱାରା ଲାଗୁ କରାଯିବ। ଆଚ୍ଛା ମୁଁ ନିୟମ ବି ତିଆରି କରିପାରେ? ମତେ ଏକଥା ବି ମନେ ନାହିଁ ମୋର। ହଉ ଛାଡ, ତମକୁ ଯୋଉ ନିୟମ ତିଆରି କରିବାର ଅଛି ସେଇ ନିୟମ ତିଆରି କର। ଆଉ ଶୁଣ ମତେ ଏବେ ଭୋକ ଲାଗିଛି, ଯାଅ ମୋ ପାଇଁ କିଛି ଖାଇବାର ବ୍ୟବସ୍ଥା କରିବ। ଆଉ ତାପର ଦିନ ବିଲୁଆ ଆଉ ଗୋଟେ ସଭା ଡାକିଲା। ସବୁ ଜୀବଜନ୍ତୁ ମାନେ ମନ କରି ଶୁଣି ଦିଅ। ଆମ ମହାରାଜାଙ୍କର ନୂଆ ନିୟମ ଆସିଛି। ଫାଷ୍ଟ ନିୟମ ଏଇକି ଯେ ମହାରାଜାଙ୍କର ଭୁଲିବା କଥା ତାଙ୍କୁ କେହି ବି ମନେ ପକାଇବନି। ମନେ ପକାଇବା ଦ୍ୱାରା ତାଙ୍କର ଅପମାନ ହୁଏ, ଆଉ ତାଙ୍କୁ ଲାଗୁଛି କି ସେ ସବୁ ଜିନିଷ ଭୁଲି ଯାଉଛନ୍ତି। ଆଉ ଦ୍ୱିତୀୟ ନିୟମଟି ଏହିକି ଯେ ସବୁ ସପ୍ତାହରେ ତାଙ୍କର ଖାଇବା ପିଇବା ବ୍ୟବସ୍ଥା ତମକୁ କରିବାକୁ ପଡିବ ସବୁ ପଶୁପକ୍ଷୀଙ୍କୁ। ଆଉ ଏଇ ଖାଇବା ବ୍ୟବସ୍ଥା ସବୁ ଜୀବଜନ୍ତୁ ପାଳି ପାଳି କରି ଆଣିକି ଆସିବେ। ଆଉ ତୃତୀୟ ନିୟମଟି ଏହିକି ଯେ ମୋ କଥା ସବୁ ଜୀବଜନ୍ତୁ ମାନିବା ପାଇଁ ବାଧ୍ୟ, ଆଉ ଯିଏ ମୋ କଥା ନ ମାନିବ ତାକୁ କଡ଼ାରୁ କଡ଼ା ସଜା ଦିଆହବ। ତାପରେ ବଗ ଚଢ଼େଇଟି କହିଲା, କ'ଣ ଆମେ ଆମ କଥା ବି ରଖିପାରିବୁନୁ? ଇଏ ତ ଆମ ଦ୍ୱାରା ଅନ୍ୟାୟ ହେଉଛି। ମୋତେ ସବୁ ଏଇ ନିୟମ ମଞ୍ଜୁର ନାହିଁ।
ଚୁପ୍ ହେଇଯା ବଗ, ନହେଲେ ତତେ ଏଇ ଜଙ୍ଗଲରୁ ବାହାର କରିଦିଆଯିବ। ଏତେ ସବୁ ଜୀବଜନ୍ତୁ ଠିଆ ହେଇକି ଶୁଣୁଛନ୍ତି, ତୁ ମଝିରେ କହିବାକୁ କିଏ? ଏସବୁ ମାନଙ୍କର ତ କାହାର ଆପତ୍ତି ନାହିଁ। ତୁ ଭଲରେ କାନ ଖୋଲିକି ଶୁଣିଦେ, ଏଇ ସବୁ ନିୟମ ସିଂହ ମହାରାଜଙ୍କର ହେଲା। ତାପରେ ସିଂହର କଥା ଶୁଣି ସବୁ ଜୀବଜନ୍ତୁ ଚୁପ୍ ହୋଇଗଲେ। ପରେ ବିଲୁଆଟି ଗଧକୁ ମୋହରା ବନାଇ ଜଙ୍ଗଲରେ ରାଜ କରିବାକୁ ଲାଗିଲା। କାହା ଦ୍ୱାରା ଖାଦ୍ୟ ମଗାଏ ତ କାହାକୁ ଅଧିକ କାମ କରିବାକୁ କହେ। ଶୁଣ ହାତୀ, ଏଇ କାଠ ଗୁଡ଼ିକ ମୋ ଘର ପାଖକୁ ରାତି ସୁଦ୍ଧା ଯେମିତି ପହଞ୍ଚିଯିବ, ନହେଲେ ତୋ ଅବସ୍ଥା ବେଣ୍ଡ ବଜେଇଦେବି। ହେ ଭଗବାନ, ଏ ଗଧ ଆଉ ତାର ଚାମଚାଏ ବିଲୁଆ ଆମ ଦ୍ୱାରା କାମ କରି କରି ମୋ ଅଣ୍ଟାଟାକୁ ଭାଙ୍ଗି ସାଇଲେ। ଆଙ୍କର କିଛି କଥା କରିବାକୁ ପଡ଼ିବ, ନହେଲେ ମୁଁ ହାତୀ ହେଇ ଏ ଗଧ ଭଳିଆ କାମ କରୁଛି ଏଠି। ଏଇ ସବୁ ପଛରେ ସେ ବିଲୁଆର ହାତ ଅଛି। ସେ ଗଧକୁ ମୋହରା ବନାଇ ଆମ ଉପରେ ରାଜ କରୁଛି, ଆଉ ଫାଲତୁ ନିୟମ ଗୁଡ଼ା ସବୁ ଆମ ଉପରେ ଲଦୁଛି। ମୋ ପାଖରେ ଗୋଟେ ଜବରଦସ୍ତ ଉପାୟ ଅଛି। ଆମେ ସବୁ ମାନେ କାଲି ଗଧ ପାଖକୁ ଯିବା, ଆଉ ତାକୁ ଗୋଟେ ନିୟମ ତିଆରି କରିବାକୁ କହିବା। ଯଦି କେହି ଜଙ୍ଗଲରେ ଚୋରି କରେ, ତାକୁ ଜଙ୍ଗଲରୁ ବାହାର କରାଦିଆଯିବ। ଆଉ ତା ପରଦିନ ଆମେ ସବୁଆଡ଼େ ହାଲ୍ଲା କରିବା ଯେ ବିଲୁଆଟି ଆମ ଘରୁ ଚୋରି କରିଛି। ତାପରେ ଗଧ ତାକୁ ଜଙ୍ଗଲରୁ ବାହାର କରିଦେବ। ବାରେ ବଗ ବା, ତୋ ମୁଣ୍ଡରେ ତ ବଢ଼ିଆ ଆଇଡ଼ିଆ ଅଛି। ବିଲୁଆକୁ ତାରି ନିୟମରେ ହିଁ ଫସାଇକି ଜଙ୍ଗଲରୁ ବାହାର କରିଦେବା। ଆଉ ସେ ବିଲୁଆ ଜଙ୍ଗଲରୁ ବାହାରିବା ମାତ୍ରେ ତାକୁ ଏମିତି ବାଡ଼େଇବି ଯେ ତା ଅଣ୍ଟା ବଙ୍କା ହେଇଯିବ। କିନ୍ତୁ ଏହି ସବୁ କଥା ବିଲୁଆଟି ଗୋଟିଏ ଗଛ ବୁଦା ମୂଳରେ ଠିଆ ହୋଇ ଶୁଣୁଥାଏ। ହଁ, ଇଏ ମୋ ସାଙ୍ଗରେ ଖେଳ ଖେଳିବାକୁ ବସିଛନ୍ତି। ବଗ, ତତେ ଦଉଛି ରହ, ତୁ ନେତା ଛଡଉଛି ରହ। ମୁଁ ତତେ ତୋରି ଜାଲରେ ହିଁ ଫସେଇଦେବି। ତାହା ପରଦିନ ବଗ ଆଉ କିଛି ପଶୁପକ୍ଷୀ ଯାଇ ଗଧ ପାଖରେ ପହଞ୍ଚିଲେ। ମହାରାଜ, ଆଜି ଆମେ ଆପଣଙ୍କ ପାଖରେ ଗୋଟିଏ ନୂଆ ନିୟମ ତିଆରି କରିବାକୁ କହିବାକୁ ଆସିଛୁ। ଆମେ ଚାହୁଁଛୁ କି ତମେ ଏଇ ନିୟମଟିକୁ ଜଙ୍ଗଲ ନିୟମରେ ମିଶାଇ ଦିଅ। ଆଚ୍ଛା, କ'ଣ ନିୟମଟି କୁହ କୁହ। ଯଦି ବି କେହି ପଶୁପକ୍ଷୀ ଜଙ୍ଗଲରେ ଚୋରି କରେ, ତାକୁ ଜଙ୍ଗଲରୁ ବାହାର କରାଦିଆଯିବ। ଇଏ ତ ଭଲ ବହୁତ ନିୟମ। ଏଇ ନିୟମଟି ତ ଜଙ୍ଗଲରେ ଥିବା ଦରକାର। ମୋର ମହାମନ୍ତ୍ରୀ ଠିକ୍ କହିଛନ୍ତି, ମାନେ ଏଇ ନିୟମଟି ଠିକ୍ ହିଁ ହେଇଥିବ। ହଉ, ଏଇ ନିୟମଟିକୁ ଜଙ୍ଗଲ ନିୟମରେ ମିଶାଇ ଦିଆଯିବ। ଆଜିଠୁ ଜଙ୍ଗଲରେ ଚୋରି କରିବା ଶକ୍ତ ମନା, ଆଉ ଯିଏ ଚୋରି କରିବ ତାକୁ ଜଙ୍ଗଲରୁ ବାହାର କରାଦିଆଯିବ। ଆଉ ତା ପରଦିନ ସଭାରେ ବିଲୁଆ ଚିଲେଇ ଚିଲେଇ କହିଲା, ମହାରାଜ ମହାରାଜ, ମୋ ଘରୁ ଚୋରି ହେଇଛି। ମୋ ଘରୁ ଗହମ ଚୋରି ହେଇଛି, ଆଉ ମୋତେ ସେଇ ଜାଗାରୁ ଏଇ ବଗର ପର ମିଳିଛି। ଆଉ ବଗ ଏଇ କଥା ଶୁଣିକି ଆବା କାବା ହେଇଗଲା। ଆରେ ଇଏ ବିଲୁଆ କ'ଣ କହୁଛି? ଯୋଉ ଯୋଜନାରେ ମୁଁ ଆକୁ ଫସେଇବାକୁ ଯାଉଥିଲି, ଇଏ ଏଇ ଯୋଜନାରେ ମୋତେ ଫସଉଛି। ମୋତେ କିଛି କରିବାକୁ ପଡ଼ିବ, ହେଲେ ଏମାନେ ମୋତେ ଜଙ୍ଗଲରୁ ବାହାର କରିଦେବେ ମିଛୁଟାରେ। ତାପରେ କିଛି ଚିନ୍ତା କରି ବଗ କହିଲା, ମହାରାଜ, ଆପଣ କେତେ ଭଲା। ଆପଣ ଆଜିର ସକାଳର ଖାଇବା ଖାଇନାହାନ୍ତି? ଯାଅ ଯାଅ, ଫାଷ୍ଟ ସକାଳର ଖାଇବା ଖାଇକି ଆସ। କ'ଣ ହେଲା ସକାଳର ଖାଇବା? ମୁଁ ପୁଣି ଭୁଲିଗଲି। ଏତେ କ'ଣ ଭୁଲି ଯାଉଛି ମୁଁ? ନିଅ, ଏବେ ସକାଳର ଖାଇବା ଖାଇବାକୁ ହିଁ ଭୁଲିଗଲି। ହଉ ଛାଡ଼। ଆଉ ମୋତେ କୁହ ଯେ ତମେ ଏତେ ସବୁ ପଶୁପକ୍ଷୀ ଏଠି କ'ଣ କରୁଛ? ବଗର ଏମିତି ଇଆଡ଼ୁ ସିଆଡ଼ୁ କଥା କହିକି କଥାଟିକୁ ଭଣ୍ଡେଇବା ଦ୍ୱାରା ଗଧ ପୁଣି ଥରେ ଭୁଲିଗଲା। ମହାରାଜ, ଆପଣ ଚୋରିର ସଜା ଶୁଣେଇବେ, ଯୋଉଟାକି କାଲି ରାତିରେ ହେଇଥିଲା। ହଁ, ଏବେ ମନେ ପଡ଼ିଲା। ଏଇ ଚୋରିର ମାମଲାରେ ମୁଁ ଏଇ ବିଲୁଆଟିକୁ ଏ ଜଙ୍ଗଲରୁ ବାହାର କରୁଛି। ଆରେ ମୁଁ ଚୋର ନୁହଁ, ଏଇ ବଗ ହେଲା ଚୋର। ଅବଶ୍ୟ ମୁଁ କଥା ଭୁଲି ଯାଉଛି, କିନ୍ତୁ ଏତେ ଭୁଲୁନି ଯେ ମୁଁ ଏବେର କଥା ଭୁଲିଯିବି। ସିପାହୀ ମାନେ ଏଇ ବିଲୁଆଟିକୁ ଏଇ ସାଙ୍ଗେ ସାଙ୍ଗେ ଜଙ୍ଗଲରୁ ବାହାର କରିଦିଅ। ତାପରେ ବିଲୁଆଟି ରାଗି ଯାଇ ସତ କଥା କହିବାକୁ ଲାଗିଲା। ମୁଁ ଆ କଥା ମାନିବିନି। ଇଏ କୋଉ ରାଜଭାଜା ନୁହଁ। ମୁଁ ଯେତେବେଳେ ୟାକୁ ସିଂହର ମୁକୁଟ ପିନ୍ଧିବାର ଦେଖିଲି, ଆ ଦ୍ୱାରା ମତେ ଗୋଟେ ଉପାୟ ଆସିଲା, ଆଉ ମୁଁ ସେଇ ଦିନଠୁ ଜଙ୍ଗଲରେ ରାଜ କରୁଥିଲି, ମିଛ କଥା କହି କହି। ସେଇ ଟାଇମରେ ସିଂହ ରାଜା ସେଇ ପାଖକୁ ଆସିଲେ ଗର୍ଜନ କରି। ଆଉ ବିଲୁଆ ସିଂହକୁ ଦେଖି ଥରିବାକୁ ଲାଗିଲା। ଦୁଷ୍ଟ ବିଲୁଆ, ତୋର ଏତେ କେତେ ସାହସ ହେଲା ଏମିତି କରିବାକୁ? ତୁ ମୋର ମୁକୁଟର ଖରାପ ଉପଯୋଗ କରିଛୁ। ଏଇ ଜଙ୍ଗଲର ନିୟମ ସାଙ୍ଗରେ ତୁ ଖେଳିଛୁ। ମୁଁ ତତେ ଏଇ ଜଙ୍ଗଲରୁ ବାହାର କରୁଛି ଏଇ କ୍ଷଣି। ତାପରେ ସିଂହ ଗଧ ପାଖରେ ପହଞ୍ଚିଲା। ଆରେ ଏ ଗଧ, ତୁ ଏ ମୁକୁଟଟି ଚୋରି କରି ଆଣିଛୁ। ତମକୁ ବି ଏଇ ଜଙ୍ଗଲରୁ ବାହାର କରାଦିଆଯାଉଛି। ତାପରେ ବଗ କହିଲା, ନାଇଁ ନାଇଁ ମହାରାଜ, ନାଇଁ ନାଇଁ, ଏଇ ଗଧଟି ବହୁତ ଭୋଳା, ଆଉ ସିଏ କଥା ବୋଲିବାର ତାକୁ ରୋଗ ଅଛି। ଏଥିରେ ଆର କିଛି ଭୁଲ ନାହିଁ। ତାର ତ ଫାଇଦା ସେ ବିଲୁଆ ଉଠାଉଥିଲା। ଆକୁ ତ ଜଣା ନଥିଲା କି ଆର ଫାଇଦା ଉଠିଆ ଯାଉଛି। ସିଂହ ବଗ କଥା ଶୁଣି ସବୁ ବୁଝିପାରିଲା, ଆଉ କହିଲା, ତମେ ଠିକ୍ କହୁଛ ବଗ। ଏ ଗଧଟି ପିଲାବେଳୁ ହିଁ ଏମିତି। ଆକୁ ଜଙ୍ଗଲରୁ ବାହାର କରିବା ବହୁତ ବଡ଼ ମୂର୍ଖାମି ହେବ। କିନ୍ତୁ ଏ ତ ଭୁଲ ହିଁ କରିଛି। ଆର ସଜା ଏହିକି ଯେ ଏ ଜଙ୍ଗଲରେ ଇଏ ସପ୍ତାହେ ଯାଏଁ ଝାଡ଼ୁ ଲଗାଇବ। ତାପରେ ସବୁ ଜୀବଜନ୍ତୁ ଖୁସିରେ ଜଙ୍ଗଲରେ ରହନ୍ତି।